ରମାକାନ୍ତ ମହାପାତ୍ର ଏଠି ଗଣିତ ବିଭାଗର ହେଡ୍ ଅଛି ପ୍ଲସ୍ ଆଡମିନିଷ୍ଟ୍ରେଟିଭ୍ ଅଫିସର ଭାବରେ କାମ କରୁଛି, ପ୍ରିନ୍ସିପାଲଙ୍କୁ ସହଯୋଗ କରୁଛି। ଆଜି ହେଉଛି 47ତମ ବାର୍ଷିକ ଉତ୍ସବ ବର୍ତ୍ତମାନ କଲେଜର ଆଜି ପାଳନ ହେଉଛି। ଆମେ ତାକୁ ଯେତେ ଦୂର ଆମେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛୁ, ଯେତେ ଦୂର ମାନେ ନିର୍ଭୁଲ ଭାବରେ ବହୁତ ମାନେ ପିଲାଙ୍କର ସାଟିସ୍ଫ୍ୟାକ୍ସନ୍ ହେଲା ଭଳିଆ ଗୋଟେ ଫଙ୍କସନ୍ଟେ କରିବାକୁ ପ୍ରୟାସ କରୁଛୁ। ଯଦି ଏ ଫଙ୍କସନ୍ 3 ଦିନ ଧରିକି ଚାଲିବ, ଆଜି 9 ତାରିଖ, 10 ତାରିଖ ଏବଂ 12 ତାରିଖ ମଧ୍ୟ ଫଙ୍କସନ୍ କଣ୍ଟିନ୍ୟୁ କରିବ, ତେବେ ଆଜି ତାର ପ୍ରଥମ ଦିବସ। ଆଜି ତାର ଉତ୍ସବରେ ଆଜିର ମୁଖ୍ୟ ଅତିଥି ଥିଲେ ଆମର ଉଚ୍ଚଶିକ୍ଷା, କ୍ରୀଡ଼ା ତଥା ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜ ମହୋଦୟ। ମାନେ ଉଚ୍ଚଶିକ୍ଷା ଅନୁଷ୍ଠାନରେ ତାଙ୍କର ଯୋଗଦାନ ବା ସେ ମୁଖ୍ୟ ଅତିଥି ହେଇକି ଆସିବାଟା ଆମମାନଙ୍କ ପାଇଁ ନିଶ୍ଚିତ ଭାବରେ ଗୋଟେ ଗୌରବର ବିଷୟ। ଆଜିର ବକ୍ତା ଥିଲେ ଦାସ ପେନୁବର, ଯିଏକି ଯଦିଓ ଶିଶୁ ସାହିତ୍ୟିକ ଭାବରେ ପ୍ରଖ୍ୟାତି ଅର୍ଜନ କରିଛନ୍ତି, ଖ୍ୟାତି ଅର୍ଜନ କରିଛନ୍ତି, ତେବେ ମାନେ ଓଡ଼ିଶାର ଜଣେ ଅଦ୍ୱିତୀୟ ବକ୍ତା ଯଦି ଜଣେ କିମ୍ବା 2 ଜଣଙ୍କ ବକ୍ତାଙ୍କର ବର୍ତ୍ତମାନ ଓଡ଼ିଶାରେ ନାଁ ଉଠେ, ତେବେ ସେଇ ଭିତରୁ ସେ ନିଶ୍ଚିତ ଭାବରେ ଜଣେ ବା ପ୍ରଥମ ବା ସର୍ବଶ୍ରେଷ୍ଠ ବକ୍ତା ବୋଲି କହିବାକୁ ପଡ଼ିବ। ସେ ଆଜି ଆମ କଲେଜକୁ ମୁଖ୍ୟ ବକ୍ତା ଭାବରେ ଆସିକି ଯୋଗ ଦେଇଥିଲେ। ତ ତା ଭିନ୍ନ ଆମର ଭାରତୀୟ ଜନତା ପାର୍ଟିର ଜଣେ ପ୍ରମୁଖ କର୍ମକର୍ତ୍ତା ଶ୍ରୀଯୁକ୍ତ ଜଗନ୍ନାଥ ପ୍ରଧାନ ମଧ୍ୟ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ତେଣୁ ସଭାଟା ମାନେ ବହୁତ ଭଲ ଭାବରେ, ପ୍ରାଞ୍ଜଳ ଭାବରେ, ବହୁତ ମାନେ ସୁନ୍ଦର ଭାବରେ ସଭା କାର୍ଯ୍ୟ ଚାଲିଥିଲା। ଆମର ଏଠିକାର ଅଧ୍ୟକ୍ଷ ଯିଏ ବିଭାସିନୀ ରଥ, ତାଙ୍କର ନେତୃତ୍ୱରେ ସବୁ କର୍ମଚାରୀ, ସବୁ ପିଲାମାନେ, ପ୍ରାୟ 1000ରୁ ଉର୍ଦ୍ଧ୍ୱ ପିଲା ନିଶ୍ଚିତ ଭାବରେ ଠିଆ ହେଇଥିଲେ, ବସିଥିଲେ ସାମ୍ନାରେ। ବାକି ପିଲାଙ୍କ ସହିତ ଜାଗା ଧରୁନଥିବ କଲେଜର, କିନ୍ତୁ ପୁରା ଆମ ଯେତିକି ମାନେ ଅଞ୍ଚଳରେ କାର୍ଯ୍ୟକ୍ରମ କରାଯାଉଥିଲା, ମାନେ ଟିକେ ବି ଜାଗା ନଥିଲା, ପିଲା ଭର୍ତ୍ତି ହେଇକିରି ଥିଲେ। ଅତି ଆନନ୍ଦ ମୁଖର ଥିଲା। ପିଲେ ତାଙ୍କର ଆମର ସଭା କାର୍ଯ୍ୟ ପରେ ପିଲେ ତାଙ୍କର ସାଂସ୍କୃତିକ ପ୍ରୋଗ୍ରାମ ରଖିଥିଲେ ଏବଂ ଅତି ସୁନ୍ଦର ଭାବରେ ଆଜି ପ୍ରଥମ ଦିନ କମଳା ନେହେରୁ ମହିଳା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ଏଥିପାଇଁ ମୁଁ ସମସ୍ତଙ୍କୁ, କଲେଜର ଅଧ୍ୟକ୍ଷା, କଲେଜର ଷ୍ଟାଫ୍ ମେମ୍ବର୍ସ, ଆମର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ତଥା ଛାତ୍ରୀମାନଙ୍କୁ ମୋର କୃତଜ୍ଞତା ଜଣାଉଛି ଯେ ଅତି ଶୃଙ୍ଖଳାର ସହିତ ଏହି କାର୍ଯ୍ୟକ୍ରମ ଚାଲିବାରେ ସେମାନେ ସବୁ ସହଯୋଗ କରିଛନ୍ତି। ପ୍ରିଣ୍ଟ ମିଡ଼ିଆକୁ ଧନ୍ୟବାଦ ଦେଉଛି, ଏଇ ସୂକ୍ଷ୍ମ ଖବରକୁ ଧନ୍ୟବାଦ ଦେଉଛି, ସେ କଭରେଜ ଯାହାର କରିଛନ୍ତି। ବହୁତ ବହୁତ ଧନ୍ୟବାଦ।